ତ ଆଜି ଆମେ ଷ୍ଟାର୍ଟ କରିବା ପିଲେ ଯେମିତିକି ଟିକେ ସମୟ ଆଗରୁ ଆମେ ଦେଖୁଥିଲେ କଣ କହିଲି ତମମାନଙ୍କୁ ନା କ୍ଲାସିସିଜମ ବିଷୟରେ ଆମେ ପ୍ରାଚ୍ୟ ସାହିତ୍ୟ ତତ୍ତ୍ୱର ଯେତିକି ଜିନିଷ ରହିଥିଲା ଯେମିତିକି ରସ ରୀତି ଅଳଙ୍କାର ଧ୍ୱନି ବକ୍ରୋକ୍ତି ଔଚିତ୍ୟ ସବୁ ଜିନିଷ ବିଷୟରେ କମ୍ପ୍ଲିଟ କଲେ। ଆଜି ଆମେ ଦେଖିବା ଆମର ପାଶ୍ଚାତ୍ୟ ସାହିତ୍ୟ ତତ୍ତ୍ୱରୁ ଯୋଉଥିରେ କି ପ୍ରଥମ ଆମ ପାଇଁ ରହୁଛି କଣ ନା କ୍ଲାସିକ ସାହିତ୍ୟ ହେଲା। ତ ଯେମିତି ଏବେ ଟିକେ ସମୟ ଆଗରୁ ଆମକୁ କହିଲେ ଗାୟତ୍ରୀ ଯେ କ୍ଲାସିକ ମାନେ କଣ ନା ଶାସ୍ତ୍ରୀୟତା କଥା କୁହାଯାଉଛି। ତେବେ ଦେଖ କ୍ଲାସିସିଜମ ମୁଁ ଆଗରୁ ବି କହିଛି ଯେ କ୍ଲାସିସିଜମ ହେଲା ରୋମାଣ୍ଟିସିଜମ ହେଲା ଏଗୁଡାକର କ୍ୱେଶ୍ଚିନ୍ ପାର୍ଟସ୍ ବହୁତ କମି ସାରିଲାଣି ପିଲେ। ତ ଏବେ ଆମେ ବହୁତ କମ କମ ଜିନିଷ ଏହା ସମ୍ପର୍କରେ ଆଲୋଚନା କରିବା ଆଉ ଦେଖିବା। ତ କ୍ଲାସିକ ସାହିତ୍ୟ ବିଷୟରେ ଆଲୋଚନା କରିବା ପୂର୍ବରୁ କିଛିଟା ଜିନିଷ ତମମାନଙ୍କ ସହିତ ମୁଁ ଡିସ୍କସନ କରିବି। ତ ପ୍ରଥମତଃ ଏଇ ଯୋଉ ଲାଟିନ ରୁ ଯୋଉ କ୍ଲାସିକ ଶବ୍ଦଟା ଆମେ ଦେଖିଲେ ୟାର ଆକ୍ଷରିକ ଅର୍ଥ ଯଦି ଆମେ କହିବା ପିଲେ ଆର ଆକ୍ଷରିକ ଅର୍ଥ କଣ ନା ବର୍ଗ କୋଟି ବିଭାଗ ବା ଶ୍ରେଣୀ ବୋଲି ଆମେ କହିପାରିବା। କିନ୍ତୁ ଯେତେବେଳେ ଫ୍ରାନ୍ସ କଥା ଆମେ ଦେଖିବା ଫ୍ରାନ୍ସରେ ଏ ଶବ୍ଦର ଟିକେ ସମୃଦ୍ଧ ଅର୍ଥଟେ ଆମକୁ ଦେଖିବାକୁ ମିଳିଥାଏ ହେଲା। ସିଏ ଉଚ୍ଚ କୋଟିର ସାହିତ୍ୟ ଅର୍ଥରେ ବ୍ୟବହାର କରାଯାଇଥାଏ ପିଲେ। ଆଉ ପ୍ରାୟତଃ ସପ୍ତଦଶ ଶତାବ୍ଦୀ ବେଳକୁ ବ୍ୟବହାର ହଉଥିଲା। ତାକୁ କୁହାଯାଉଥିଲା ଲେସ୍ କ୍ଲାସିକସ୍ ଫ୍ରାନ୍ସିସ୍ ବୋଲି କୁହାଯାଉଥିଲା ହେଲା। ତ ଏଇ ଅର୍ଥରେ ପ୍ରୟୋଗ ହେଇଥାଏ। ସେମିତି ପୁଣି ପରବର୍ତ୍ତୀ ସମୟରେ ଜର୍ମାନୀରେ ଯୋଉ ଶ୍ରେଷ୍ଠ ସାହିତ୍ୟିକ ମାନେ ରହିଲେ ସେମାନଙ୍କୁ କଣ କୁହାଗଲା ନା ଦା ଗ୍ରୋସେ କ୍ଲାସିକେ ଏଇ ଅର୍ଥରେ ଗୋଟେ ଶବ୍ଦର ପ୍ରୟୋଗ ହଉଥିବା ଆମେ ଦେଖିବାକୁ ପାଇଲେ। ସେମିତି ଗେଟେଙ୍କ କଥା ଯଦି ଆମେ କହିବା ସେଇ ଶ୍ରେଷ୍ଠ ସାହିତ୍ୟିକ ହିସାବରେ ଗେଟେକୁ ବା ଗୋଥେ ବୋଲି ଆମେ କୁହନ୍ତି ପଢନ୍ତି ପିଲେ ତାଙ୍କୁ ଗ୍ରହଣ କରାଯାଇଥାଏ। ସମଗ୍ର ଫରାସୀ ସାହିତ୍ୟରେ ଯଦି ଆମେ ଦେଖିବା ପ୍ରାୟତଃ 1660ରୁ ନେଇକି 1700 ଭିତରେ ଏଇ ଯୋଉ ଶ୍ରେଷ୍ଠ ସାହିତ୍ୟ ଇତ୍ୟାଦିର ପ୍ରଭାବ ଆମକୁ ଦେଖିବାକୁ ମିଳିଥାଏ। ପୁଣି ଗ୍ରୀକ ସାହିତ୍ୟ କଥା ଯଦି ଆମେ କହିବା ସେଥିରେ ଯାହା କିଛି ଶ୍ରେଷ୍ଠ କୃତି ତାକୁ ହିଁ କ୍ଲାସିକ ବୋଲି ନାମିତ କରାହେଇଛି। ଆଉ ଏଇଥିପାଇଁ ହିଁ ପରବର୍ତ୍ତୀ ସମୟରେ ଗ୍ରୀକ ମହାକାବ୍ୟ ଯୋଉ ହୋମର ଲେଖିଥିଲେ ଆମର ପିଲେ ଇଲିଆଡ ହେଲା ଓଡେସି ହେଲା ଇଟଲିରେ ଲାଟିନ କବି ଭର୍ଜିଲ ଯିଏ ରହିଲେ ତାଙ୍କର ଏନିଡ ହେଲା ଦାନ୍ତେଙ୍କର ଡିଭାଇନ କମେଡି ହେଲା ଏ ସବୁ ଗୁଡାକୁ କ୍ଲାସିକ ଭାବରେ ମଧ୍ୟ ଗ୍ରହଣ କରାଯାଇଥାଏ। କ୍ଲିୟର। ଗୋଟେ ମିନିଟ। ହୁଁ। ତ ଏଇ ସବୁକୁ କ୍ଲାସିକ ଭାବରେ ଗ୍ରହଣ କରାଯାଇଥାଏ ମୁଁ କହିଲି ତୁମମାନଙ୍କୁ। ନେକ୍ସଟ ଯଦି ଆମେ କହିବା ତାହେଲେ ସାହିତ୍ୟର ଇତିହାସରେ ଯେତେବେଳେ ଆମେ ବିଚାର କରନ୍ତି ତାହେଲେ କ୍ଲାସିସିଜମ ଗୋଟେ କାଳବାଚୀ ବା ଗୁଣବାଚୀ ଶବ୍ଦ ହିସାବରେ ବ୍ୟବହାର କରାଯାଏ। ଦେଖ ଏଇଠି ଯାହା ତ ଲେଖା ହେଇଛି ୟା ବିଷୟରେ ତ ମୁଁ କହିବି ହିଁ ତମମାନଙ୍କୁ ବାକି କିଛି ଏକ୍ସଟ୍ରା ଇନଫର୍ମେସନ ତମ ସହିତ ସେୟାର କରୁଛି ମୁଁ ଓକେ। ତ ନେକ୍ସଟ ଯଦି ଆମେ ଦେଖିବା କେତେକ ଯୁଗ କଥା ଯଦି ଆମେ ବିଚାର କରନ୍ତି ବହୁତ ଯୁଗ ସହିତ ୟାର ନିବିଡ ସମ୍ପର୍କ ଆମକୁ ଦେଖିବାକୁ ମିଳିଥାଏ ପିଲେ। ଚମକ ଦେଖେଇକି ବା ବିସ୍ମୟ ସୃଷ୍ଟି କରିକି ଯେକୌଣସି କବି ଆମର କବିତା ରଚନା କରିପାରନ୍ତି। କ୍ଲିୟର। କିନ୍ତୁ ଇମୋସନ ହେଲା ଇମ୍ପଲ୍ସ ମାନେ ଆବେଗ ଆଉ ପ୍ରବୃତ୍ତି ଏଇ ଦ୍ଵାରା ତାଡିତ ହେଇକି ରୋମାଣ୍ଟିକ କବି ମାନେ ଅନେକ କବିତା ଲେଖନ୍ତି। କିନ୍ତୁ ଆମେ ଯଦି ବ୍ୟକ୍ତିନିଷ୍ଠତା ଖୋଜିବା ତାହେଲେ ସେଇ ରୋମାଣ୍ଟିକ କବିତା ମାନଙ୍କରେ ଆମକୁ ବ୍ୟକ୍ତିନିଷ୍ଠତା ଅତ୍ୟଧିକ ପରିମାଣରେ ଦେଖିବାକୁ ମିଳିଥାଏ। କିନ୍ତୁ ଯେତେବେଳେ ଆମେ କ୍ଲାସିକ ସାହିତ୍ୟ କଥା କହିବା କ୍ଲାସିକ ସୃଷ୍ଟି ଜୀବନର ଗୋଟେ ଶାଶ୍ୱତ ଦିଗକୁ ଉଦ୍ଘାଟନ କରିବାର ଚେଷ୍ଟା ସବୁବେଳେ ରଖେ ପିଲେ। ଆଉ ଏଇଥିରେ ସମୟ ହେଲା ସଭ୍ୟତା ହେଲା ଇତିହାସର ଘଟଣା ପ୍ରବାହ ଏଇ ସବୁ ଭିତରେ ଅପରିବର୍ତ୍ତିତ ରହିଥାଏ। ଆଉ ଜନସାଧାରଣଙ୍କୁ ବଞ୍ଚିବା ପାଇଁ ବୋଲି ଗୋଟେ ପ୍ରଭୃତ ମାନସିକ ଖୋରାକ ମଧ୍ୟ ଇଏ ଯୋଗାଏ ସଂସ୍କୃତିକୁ ପରିପୁଷ୍ଟ କରେ। ଆଉ ଏଇଭଳିଆ ସୃଷ୍ଟି ପାଇଁ କବିର ଗୋଟେ ମାନସିକ ପରିପକ୍ୱତା ଦରକାର। ଏମିତି ମାନେ ଅପରିପକ୍ୱ ମନଟେ ନେଇକି ଅପରିପକ୍ୱ ମାନସିକ ଚେତନା ନେଇକି କେବେ ବି ସାହିତ୍ୟ ସୃଷ୍ଟି କରିବା ସମ୍ଭବ ହୁଏ ନାହିଁ ବା କ୍ଲାସିକ ସାହିତ୍ୟ ସୃଷ୍ଟି ସମ୍ଭବ ହୁଏ ନାହିଁ। ତେଣୁ ଏଇଠି ଆମକୁ ସବୁବେଳେ ମାନସିକ ପରିପକ୍ୱତା ଦରକାର ହେଇଥାଏ ଯୋଉଟା କି ସବୁ କବିଙ୍କ ପାଖରେ ସମ୍ଭବ ହୁଏ ନାହିଁ। ସେଇଥିପାଇଁ କ୍ଲାସିକ ସାହିତ୍ୟ ସବୁ ଯୁଗରେ ସୃଷ୍ଟି ହବାଟା ସମ୍ଭବ ମଧ୍ୟ ନୁହଁ କି ହେଇପାରିନି ମଧ୍ୟ ଆଜି ପର୍ଯ୍ୟନ୍ତ ଯଦି ଆମେ ଦେଖିବା। ସେମିତି ଗ୍ରୀକ ଆଉ ଲାଟିନ ଭାଷା କଥା ଯଦି ଆମେ ଦେଖିବା ଉଚ୍ଚାଙ୍ଗ ସୃଷ୍ଟି ସମୂହକୁ ପ୍ରଥମେ କ୍ଲାସିକ ଭାବରେ ଗ୍ରହଣ କରାଯାଉଥିଲା ପିଲେ। ଯେତେ ଉଚ୍ଚ ଧରଣର ସୃଷ୍ଟି ଆମେ ଦେଖୁଥିଲେ। ପୁଣି ସେଇଥିପାଇଁ ହିଁ ଏଇ ଯୋଉ ସାହିତ୍ୟ ଥିଲା ଏଥିରେ ଖ୍ରୀଷ୍ଟପୂର୍ବ ଅଷ୍ଟମ ଶତାବ୍ଦୀ ବେଳକୁ ହିଁ କବି ହୋମର ପରେ ଓଭିଡ ବା ଖ୍ରୀଷ୍ଟପୂର୍ବ ପଞ୍ଚମ ଶତାବ୍ଦୀରେ ବିଖ୍ୟାତ ନାଟ୍ୟକାର ଆମର ଯିଏ ଆସିଲେ ଏସ୍କାଇଲିସ୍ ବୋଲି ଆମେ କୁହନ୍ତି ସେଫୁକ୍ଲିସ୍ ହେଲେ ୟୁରିପିଡିସ୍ ହେଲେ ଏ ସମସ୍ତଙ୍କୁ କ୍ଲାସିକ ଲେଖକ ଭାବରେ ଗ୍ରହଣ କରାହେଇଛି। ଇଭେନ ଟି ଏସ୍ ଏଲିୟଟଙ୍କ କଥା ଯଦି କହିବା
ଯିଏକି ଲେଖିଛନ୍ତି ହ୍ୱାଟ ଇଜ କ୍ଲାସିକ ପ୍ରବନ୍ଧ। ସେଇଥିରେ ସେ ଯେତେବେଳେ କଣ କରୁଛନ୍ତି ନା କ୍ଲାସିକର ସଂଜ୍ଞା ନିରୂପଣ କରୁଛନ୍ତି, ସେ କହୁଛନ୍ତି କ୍ଲାସିକର ଯେକୌଣସି ସଂଜ୍ଞାକରଣ କରାକଲେ ବି ଲାଟିନ କବି ଭର୍ଜିଲକୁ ବାଦ ଦିଆଯାଇ ପାରିବ ନାହିଁ, ବରଂ ଦୃଢ ସ୍ୱରରେ ତାଙ୍କର ବୈଶିଷ୍ଟ୍ୟ ଆମକୁ ସ୍ୱୀକାର କରିବାକୁ ହେବ। ଏଇ ମତାମତ ସେ ସେଥିରେ ଦେଇଛନ୍ତି। ଆହୁରି ସେ କହୁଛନ୍ତି ଯେ ମୋ ମତରେ ଭର୍ଜିଲଙ୍କ ଠାରେ କ୍ଲାସିକର ସମସ୍ତ ଲକ୍ଷଣ ବିଦ୍ୟମାନ, ତା ବୋଲି ସେ ଯେ ସମସ୍ତ କବିଙ୍କ ମଧ୍ୟରେ ସର୍ବଶ୍ରେଷ୍ଠ ଓ ଲାଟିନ ସାହିତ୍ୟ ଅନ୍ୟ ସମସ୍ତ ସାହିତ୍ୟ ଠାରୁ ଅଧିକ ଉନ୍ନତ, ଏହା କୁହାଯାଇ ନପାରେ। ଏଇ ମତାମତ ସିଏ ଦେଇଥିଲେ ପିଲେ। ଇଭେନ ଜାବନିକ ସଂସ୍କୃତି କଥା ଯଦି ଆମେ ଦେଖିବା, ତାକୁ ଉପେକ୍ଷା କରିକି ପେରିକ୍ଲିଆନ ଯୁଗ ହେଲା, ପେରିକ୍ଲିୟସ ଏଜ ଅଫ ପେରିକ୍ଲିୟସ ଶୁଣି ହେଇଥିବ ତମାନେ। ତ ସେ ଯୋଉ ଏଜ ଅଫ ପେରିକ୍ଲିୟସ ରହିଥିଲା, ସାହିତ୍ୟ ଆଉ ସଂସ୍କୃତିର ଯଥେଷ୍ଟ ଉନ୍ନତି ସେ ସମୟରେ ଘଟିଥିଲା ବୋଲି ଆମେ କହିପାରିବା। ତାର କାରଣ କଣ ଥିଲା? ତାର କାରଣ ହେଇପାରେ ଯେ ଗ୍ରୀକ ମାନେ ପାରସ୍ୟ ମାନଙ୍କୁ ସେତେବେଳେ ପରାଜିତ କରିଥିଲେ, ଆଉ ତାପରେ ପରେ ନିଜର ଯୋଉ ଉନ୍ନତ କଳା ରହିଥିଲା, ଯୋଉ ସଂସ୍କୃତି ରହିଥିଲା, ଯୋଉ ବିଚାରଧାରା ରହିଥିଲା, ତାକୁ ୟୁରୋପର ଏଇ ଯୋଉ ଅଂଶଟା ରହିଥିଲା ସେଇଥିରେ ପ୍ରଭାବଶାଳୀ ଭାବରେ ମାନେ ବହୁତ ଗୁରୁତ୍ୱ ଦେଇକି ପ୍ରଚାର କରିବା ଆରମ୍ଭ କରିଥିଲେ, ପ୍ରଚଳନ କରିବା ଆରମ୍ଭ କରିଥିଲେ। ଆଉ ଅଗଷ୍ଟସଙ୍କ କଥା ବି ଯଦି ଆମେ କହିବା, ତାଙ୍କ ସମୟ ମାନେ ଖ୍ରୀଷ୍ଟପୂର୍ବ ପ୍ରଥମ ଶତାବ୍ଦୀ। ତ ସେଇ ପ୍ରଥମ ଶତାବ୍ଦୀରେ ହିଁ ଭର୍ଜିଲଙ୍କ ଭଳିଆ ବିଶିଷ୍ଟ କବି ହେଲେ, ହୋରେସଙ୍କ ଭଳିଆ ସମାଲୋଚକ ହେଲେ, ସିସେରୋ ହେଲେ, ଲ୍ୟୁକ୍ରେସିୟସ ହେଲେ, ଯୋଉମାନେ କି କ୍ଲାସିକ ଲେଖକ ଭାବରେ କଳା ସାହିତ୍ୟ କ୍ଷେତ୍ରରେ ଅସପତ୍ନ ପ୍ରଭାବ ବିସ୍ତାର କରିପାରିଥିଲେ ବୋଲି ଆମେ କହିପାରିବା। ପ୍ରିୟ, ତ ବେସିକାଲି ଆମର ଭାରତୀୟ ସାହିତ୍ୟରେ ଗ୍ରୀକ ସାହିତ୍ୟର ପ୍ରାୟ ସମସାମୟିକ ଭାବରେ ଦିଟା କ୍ଲାସିକ ସୃଷ୍ଟି ଦେଖିବାକୁ ମିଳିଛି ପିଲେ। ଗୋଟେ ହଉଛି କଣ ନା ରାମାୟଣ, ଆଉ ଗୋଟେ ହଉଛି ମହାଭାରତ। ଆଉ ପୃଥିବୀର ଯୋଉ ବି ଷ୍ଟାଣ୍ଡାର୍ଡ ହଉ, ଯୋଉ ବି ମେଜରମେଣ୍ଟ ଆମେ କରନ୍ତୁ, ଯଦି ଆମେ ସେଇ ମାପକାଠିରେ ପକେଇବା, ତାହେଲେ ଏ ଦିଟା ଯାକୁ ଆମେ କ୍ଲାସିକ ସୃଷ୍ଟି ବୋଲି କହିପାରିବା। ଆଉ ଏଇଥିରୁ ହିଁ ଜଣାଯାଏ ଯେ ସୃଷ୍ଟିର ବିଶାଳତା, ଭାବନାର ଚିରନ୍ତନତା, ଆଉ କଳ୍ପନାର ବିପୁଳତା, ମୂଲ୍ୟବୋଧ ପ୍ରତିଷ୍ଠାର ଯୋଉ ଗୌରବପୂର୍ଣ୍ଣ ଆଭିମୁଖ୍ୟ, ତାକୁ ଆମେ କ୍ଲାସିକ ସୃଷ୍ଟିର ଅନ୍ୟତମ ଆଦର୍ଶବାଦ ଭାବରେ ଗ୍ରହଣ କରିଛନ୍ତି ବୋଲି କହିପାରିବା। ଆଉ ପୁଣି ଭାରତୀୟ ସାହିତ୍ୟରେ ଏଇ ଯୋଉ ଦିଟା ମହାକାବ୍ୟ କଥା ଆମେ କହିଲେ, ଯାହା ପଳିଆ କୌଣସି ରଚନା ଏବେ ଆଉ ସମ୍ଭବ ହଉ ନାହିଁ ବୋଲି ମଧ୍ୟ ଆମେ ଦେଖିବାକୁ ପାଆନ୍ତି ବି। ଆଉ ଆମେ ବି ଜାଣନ୍ତି ଯେ ଭାରତୀୟ ଜାତୀୟ ଜୀବନରେ ବହୁ ସଭ୍ୟତାର ଉତ୍ଥାନ ପତନ ଘଟିଛି, ବହୁ ବୈଦେଶିକ ଶକ୍ତି ଆସିଛନ୍ତି ଯାଇଛନ୍ତି, ପ୍ରକାର ବିପଦ ସାମ୍ନା କରିଛନ୍ତି, ବିତ୍ପାତ ସାମ୍ନା କରିଛନ୍ତି ଆମେ। କିନ୍ତୁ ଏ ଦିଟା ମହାକାବ୍ୟ ଯୋଉ ଭଳି ଭାବରେ ଭାରତୀୟ ସଂସ୍କୃତିର ମୂଳଦୁଆ ତିଆରି କରିଥିଲା, ଯୋଉ ଭଳି ଭାବରେ ଭାରତୀୟ ଚିନ୍ତା ଚେତନାର ମନୋଭୂମିକୁ ତିଆରି କରିଥିଲା, ସେଥିରେ କୌଣସି ପରିବର୍ତ୍ତନ ହେଇ ନାହିଁ ପିଲେ। ତ ଏଇଠି ବେସିକାଲି ଯଦି ଆମେ କହିବା, ନିଜ ସମୟ, ଇତିହାସ, ପରିସ୍ଥିତିର ନାଭିକେନ୍ଦ୍ରକୁ ଭେଦ କରିକି ଯେତେବେଳେ ଯୁଗ ଯୁଗ ପାଇଁ ଗୋଟେ ମହାନ ଶାଶ୍ୱତ ବାର୍ତ୍ତା ଦେଇପାରେ ଗୋଟେ ସାହିତ୍ୟ, ତାହେଲେ ଆମେ ତାକୁ କଣ ବୋଲି କୁହନ୍ତି ନା କ୍ଲାସିକ ସାହିତ୍ୟ ବୋଲି କୁହନ୍ତି ପିଲେ। ଆଉ ଏଇ କ୍ଲାସିକ ସାହିତ୍ୟ ବିଷୟରେ ଆହୁରି ବି ଆମେ ଆଲୋଚନା କରିବା। ତେବେ ପ୍ରଥମେ ଆମେ ଦେଖିନବା ଏଇ ଯୋଉ କ୍ଲାସିକ ସାହିତ୍ୟର ସଂଜ୍ଞା, ଏଇ ସବୁ ଜିନିଷ ବିଷୟରେ ପ୍ରଥମ ପ୍ରଥମ ଦେଖିନବା। ବେସିକାଲି ଯେତେବେଳେ ଆମେ ସଂଜ୍ଞା ନିରୂପଣ କରିବା କଥା କୁହନ୍ତି, ଆମକୁ ବହୁ ଅସୁବିଧାର ସାମ୍ନା କରିବାକୁ ପଡେ। ଗୋଟେ ମିନିଟ। ଆମକୁ ବହୁ ଅସୁବିଧାର ସାମ୍ନା କରିବାକୁ ପଡେ। ତମେ ରଚନା ବହୁତ ଲେଟ୍ କଲ, ବହୁତ ଗୁଡାଏ ଜିନିଷ ଡିସ୍କସନ କଲା ପରେ ତମେ ଆସିଲ ଏବେ। ହୁଁ, ହଉ ଦେଖ। ତେବେ ଏବେ ଯୋଉ ଶାଶ୍ୱତ ବାର୍ତ୍ତା କଥା କହିଲି ବୋଲି ମୁଁ କଣ କହିଲି ନା, ଯେତେବେଳେ କୌଣସି ଏମିତି ସାହିତ୍ୟ ଯିଏ କି ନିଜ ସମୟ ହେଲା, ନିଜ ଇତିହାସ ହେଲା, ନିଜ ପରିସ୍ଥିତି ହେଲା, ସବୁର ନାଭିକେନ୍ଦ୍ରକୁ ଭେଦ କରିଯାଏ। ଆଉ ପୁଣି କଣ କରେ ନା, ତାର ଯୋଉ ବାର୍ତ୍ତା ଯୋଉ ରହିଛି, ଯୋଉଟା କି ଯୁଗ ଯୁଗ ପାଇଁ ବୋଲି ଗୋଟେ ମହାନ ଶାଶ୍ୱତ ବାର୍ତ୍ତା ଦେଇଦିଏ, ତାକୁ ହିଁ ଆମେ ଗୋଟେ କ୍ଲାସିକ ସାହିତ୍ୟ ବୋଲି କୁହନ୍ତି। ତେବେ ଏଇ ଯୋଉ ବାର୍ତ୍ତା କଥା ମୁଁ ତମମାନଙ୍କୁ କହିଲି, ସେ ବାର୍ତ୍ତାଟା କଣ? ଏଇ ଯୋଉ ଶାଶ୍ୱତ ବାର୍ତ୍ତା କଥା କହିଲି, ସେ ବାର୍ତ୍ତାଟା କଣ? ଆମେ ସମସ୍ତେ ଜାଣନ୍ତି ପିଲେ, ଯେତେବେଳେ ସାହିତ୍ୟ କଥା ଆମେ ବିଚାର କରିବା, କଳା ଆଉ ସାହିତ୍ୟ ଦିଗରେ ବହୁତ ପ୍ରକାରର ମତବାଦ ହେଲା, ବହୁତ ପ୍ରକାରର ଆନ୍ଦୋଳନ ଇତ୍ୟାଦି ଆସିଛି। ଆଉ ଅତୀତ ସମୟ ବେଳକୁ ଯୋଉଟା ଯୋଉଟା ଥିଲା, ତାର ଯଥାଯଥ ଚିତ୍ରଣ ବି ଏବେ ସମ୍ଭବ ନୁହେଁ। କେହି କେହି ପରମ୍ପରାକୁ ସ୍ୱୀକାର କରନ୍ତି, କେହି ତାକୁ ସମ୍ପୂର୍ଣ୍ଣ ଉପେକ୍ଷା ବି କରନ୍ତି। କିନ୍ତୁ ଯଦି କ୍ଲାସିକ ସୃଷ୍ଟି କଥା ଆମେ କହିବା, କ୍ଲାସିକ କବି ମାନଙ୍କର, କ୍ଲାସିକ ସ୍ରଷ୍ଟା ମାନଙ୍କର ଯୋଉ ମାନସିକ ପରମ୍ପରା ହେଲା, ବା ତାଙ୍କର ସେଇ ସ୍ରଷ୍ଟା ମାନସର ପରମ୍ପରା ହେଲା ବା ମୂଲ୍ୟବୋଧ ହେଲା, ସେ ସବୁକୁ ସମ୍ମାନ ଦିଏ। କ୍ଲାସିକ ସ୍ରଷ୍ଟାଟିଏ ସବୁବେଳେ ପରମ୍ପରା ହେଲା, ମୂଲ୍ୟବୋଧ ହେଲା, ସମ୍ମାନ ଦିଏ। ପୁଣି ଜୀବନର ଗୋଟେ ଯୋଉ ଯୁକ୍ତିଯୁକ୍ତ ରୂପ ରହିଲା, ସେଇ ଯୁକ୍ତିଯୁକ୍ତ ରୂପକୁ ଶୃଙ୍ଖଳାବଦ୍ଧ ଭାବରେ ଗ୍ରହଣ କରିବା ମଧ୍ୟ ଏଇ ସାହିତ୍ୟର ଲକ୍ଷ୍ୟ ବୋଲି ଆମେ କହିପାରିବା। ଏଗେନ୍, ଉନ୍ନତ ରୁଚି, ମୂଲ୍ୟବୋଧର ଯୋଉ ପ୍ରଖ୍ୟାପକ ହିସାବରେ ଆମେ କ୍ଲାସିକ ସାହିତ୍ୟକୁ ବି ଦେଖିବାକୁ ପାଆନ୍ତି। ଆଉ ଯଦି ଆମେ ଏ ଦୃଷ୍ଟିରୁ ବିଚାର କରିବା ପିଲେ, ଗୋଟେ କ୍ଲାସିକ ସାହିତ୍ୟ କଥା ଯେତେବେଳେ ଆମେ ଆଲୋଚନା କରନ୍ତି, ସେଥିରେ
କିଛିଟା ବିଭାଗ ଆମକୁ ଦେଖିବାକୁ ମିଳିଥାଏ। କଣ ସେ ବିଭାଗ ଗୁଡାକ ମନେ ରଖ ନିହାତି, ଏଥିରୁ ପ୍ରଶ୍ନ ତିଆରି ହେଇଛି ପିଲେ ପୂର୍ବରୁ। ପ୍ରଥମ ଆସେ କଣ ନା ଉନ୍ନତ ମୂଲ୍ୟବୋଧ, ହାୟର ଭ୍ୟାଲ୍ୟୁଜ ଅଫ ଲାଇଫ। ତ ଯେତେବେଳେ କ୍ଲାସିକ ସାହିତ୍ୟଟା କଥା ଆମେ କୁହନ୍ତି, ଏଥିରେ କଣ ରହେ ନା ହାୟର ଭ୍ୟାଲ୍ୟୁଜ ଅଫ ଲାଇଫ। ତାପରେ ଆସେ ଗୁଡ ଟେଷ୍ଟ, ସୁରୁଚି ବୋଲି ଆମେ ତାକୁ କୁହନ୍ତି। ଏଗେନ୍ ଆସେ ସେରେନ୍ ବିଉଟି, ଯୋଉଟା କି ସମାହିତ ସୌନ୍ଦର୍ଯ୍ୟ ବୋଲି ଆମେ କହିପାରିବା। ଦେନ୍ ଆସେ ଶୃଙ୍ଖଳା, ଅର୍ଡର ବୋଲି ଆମେ ୟାକୁ କହନ୍ତି। ସର୍ବ ସମନ୍ୱିତି ବା ସଂହତି, ଯୋଉଟା କି ଇଣ୍ଟିଗ୍ରିଟି ବୋଲି ଆମେ କୁହନ୍ତି। ଏଗେନ୍ ଆସେ ପ୍ରାଞ୍ଜଳତା, କ୍ଲାରିଟି, ପରିପକ୍ୱତା ଦେଖାଯାଏ, ମ୍ୟାଚୁରିଟି ଦେଖାଯାଏ ସେଥିରେ। ସେମିତି ଗାମ୍ଭୀର୍ଯ୍ୟ ଦେଖାଯାଏ, ଗ୍ରାଭିଟି ବୋଲି ଆମେ ଯାହାକୁ କୁହନ୍ତି। ତ ଏଇଭଳି ଭାବରେ କିଛିଟା ବିଭାବକୁ ନେଇକି କଣ ହୁଏ, ସାହିତ୍ୟ ବା କ୍ଲାସିକ ସାହିତ୍ୟ ସୃଷ୍ଟି ହୁଏ। ତମର ପ୍ରଶ୍ନ ତିଆରି ହେଇଥିଲା ପିଲେ ପୂର୍ବରୁ ଥରେ, ଯେ ନିମ୍ନୋକ୍ତ କେଉଁଟି କ୍ଲାସିକ ସାହିତ୍ୟର ବିଭାବ ନୁହେଁ, ଆଉ ସେଥିରେ ବ୍ୟକ୍ତି ବୋଧତା ବୋଲି ଦିଆଯାଇଥିଲା। ମାନେ ଆମର ଇଣ୍ଡିଭିଜୁଆଲିଟି କଥା କୁହାଯାଉଥିଲା, ଯୋଉଟା କି ଏବେ ତମମାନଙ୍କୁ ଟିକେ ଆଗରୁ କହିଲି ଏଥିରେ ଇଣ୍ଡିଭିଜୁଆଲିଟି ନଥାଏ, ଏଥିରେ ସର୍ବ ସମନ୍ୱିତି ଆମକୁ ଦେଖିବାକୁ ମିଳିଥାଏ। ତ ବେସିକାଲି ଭାରତରେ ଗୁପ୍ତ ଯୁଗ ସମୟ ବେଳକୁ କ୍ଲାସିକାଲ ସାହିତ୍ୟ ସୃଷ୍ଟି ହବା କଥା ଆମେ କୁହନ୍ତି। ଆଉ କାଳିଦାସ ଏଇ ଯୁଗର ଶ୍ରେଷ୍ଠ କବି ବୋଲି ମଧ୍ୟ ଆମେ ଆଲୋଚନା କରନ୍ତି। ତେବେ ତା କଥା ତ ପରେ ଦେଖିବା। ସେଇ କ୍ଲାସିକ ସାହିତ୍ୟ, ଓଡିଶାର କ୍ଲାସିକ ସାହିତ୍ୟ ବିଷୟରେ ବା ଭାରତର କ୍ଲାସିକ ସାହିତ୍ୟ ବିଷୟରେ ଆଲୋଚନା କରିବା ପୂର୍ବରୁ ପ୍ରଥମେ କ୍ଲାସିକ ବିଷୟରେ କିଛିଟା ଜିନିଷ ଦେଖିବା। ତ ଏଇ ଯୋଉ କ୍ଲାସିକ ଶବ୍ଦ ରହିଛି ପିଲେ, ଏଇଟା କ୍ଲାସିକସ ଶବ୍ଦରୁ ବ୍ୟୁତ୍ପନ୍ନ ହେଇଥିବା ଆମେ ଜାଣିବାକୁ ପାଆନ୍ତି। ଆଉ ଏଇ ଯୋଉ କ୍ଲାସିକ ଶବ୍ଦଟା, ୟାର ମୁଖ୍ୟତଃ 6 ପ୍ରକାରର ଅର୍ଥରେ ବ୍ୟବହାର ହଉଥିବା ଆମକୁ ଦେଖିବାକୁ ମିଳିଥାଏ। ତ ସେଇ 6 ପ୍ରକାରର ଅର୍ଥ କଥା ଯେତେବେଳେ ଆମେ କହିବା, ପ୍ରଥମ କଣ ନା କ୍ଲାସିକ ମହାନ ଆଉ ପ୍ରଥମ ଶ୍ରେଣୀ ବୋଧକ। ଯେତେବେଳେ ଆଉଲସ୍ ଜେଲିୟସଙ୍କ କଥା କହିବା, ସିଏ ଖ୍ରୀଷ୍ଟୀୟ ଦ୍ୱିତୀୟ ଶତକ ବେଳକୁ ପିଲେ ଗୋଟେ ବ୍ୟାକରଣରେ ସ୍କ୍ରିପ୍ଟର କ୍ଲାସିକସ ଆଉ ସ୍କ୍ରିପ୍ଟର ପ୍ରୋଲେଟେରିୟସ ର ବ୍ୟବହାର କରିଥିଲେ। କ୍ଲାସିକ ଆଉ ପ୍ରୋଲେଟେରିୟସ, ଏଇ ଯୋଉ ଶବ୍ଦ ଦିଟା, ଏଇଟା ସେ କୋଉଠୁ ଗ୍ରହଣ କରିଥିଲେ ପିଲେ ନା ରୋମାନ ଟ୍ୟାକ୍ସାଇନ ରୁ ତାକୁ ଗ୍ରହଣ କରିଥିଲେ। ଏଇ ରୋମାନ ଟ୍ୟାକ୍ସାଇନ ଭିତରେ ଯିଏ ସର୍ବାଧିକ କରଦାତା ଥିଲା, ସବୁଠୁ ଅଧିକା କରଦାନ ଯିଏ କରୁଥିଲା, ତାକୁ କଣ କୁହାଯାଉଥିଲା ନା କ୍ଲାସିକସ। ଯିଏ କରଦାନ ସୀମାଠୁ କମ କର ଦଉଥିଲା, ତାକୁ ଆମେ ପ୍ରୋଲେଟେରିୟସ ବୋଲି ନାମିତ କରିଥିଲେ। ଆଉ ଏଇ ଯୋଉ ଶବ୍ଦ ଦ୍ୱୟ ଆଜିର ସମୟର ଅର୍ଥାନ୍ତର ଘଟିଛି। ଆଉ ରୁଷର ଯିଏ କ୍ୟାଥରାଇନ ଗ୍ରେଟ ରହିଥିଲେ ରାଜା, ତାଙ୍କରି ରାଜତ୍ୱ କାଳକୁ ହିଁ ସୁପ୍ରଚଳିତ ମହାନ ସାହିତ୍ୟ କୃତିକୁ କ୍ଲାସିକ ନାଁରେ ନାମିତ କରାଗଲା ପିଲେ। ଦେନ୍ ଆମେ ନେକ୍ସଟ ଥିଙ୍ଗ ଯଦି ଦେଖିବା, ତାହେଲେ ଦ୍ଵିତୀୟ ଅର୍ଥ କଣ ନା ଯାହା ଶ୍ରେଣୀ ପାଠ୍ୟ ତାହା ହିଁ କ୍ଲାସିକ ବୋଲି କୁହାଗଲା। ଏଇ ଧାରଣାଟା କେତେବେଳେ ଆସିଥିଲା ନା ଷଷ୍ଠ ଶତକ ବେଳକୁ ଆସିଥିଲା। ଫ୍ରାନ୍ସ ଆଉ ଇଟାଲୀରେ ଏଇ ଧାରଣାଟା ଗଢି ଉଠିଥିବା ଆମେ ଦେଖିବାକୁ ପାଇଲେ। ଆଉ ଏହାର ଅର୍ଥ କୋଉ ଅର୍ଥରେ ଏଇ ବ୍ୟବହାର ହଉଥିଲା ନା ଯୋଉ ପିଲା କ୍ଲାସ ରେ ପଢୁଥିଲା, ତାକୁ କ୍ଲାସିକସ ବୋଲି କୁହାଯାଉଥିଲା ପିଲେ। ରେନେନ୍ସା କାଳର ସମୀକ୍ଷକ ମାନେ କ୍ଲାସରେ ଅଧିତବ୍ୟ ସାହିତ୍ୟକୁ କ୍ଲାସିକ ବୋଲି ଅଭିହିତ କଲେ। ଯେତେବେଳେ ସମୀକ୍ଷକ ମାନଙ୍କ କଥା ଆମେ କହିବା, ସେମାନେ କଣ କହିଲେ ନା କ୍ଲାସର ଅଧିତବ୍ୟ ମାନେ କ୍ଲାସରେ ଅଧ୍ୟୟନ କରାଯାଉଥିବା, ଅଧିତବ୍ୟ ମାନେ ଅଧ୍ୟୟନ ଯୋଗ୍ୟ ଯିଏ, ସେଇ ଅଧିତବ୍ୟ ଯୋଉ ବିଷୟ, ତାକୁ କ୍ଲାସିକ ବୋଲି କୁହାଗଲା। ଆଉ ପୁଣି ଶ୍ରେଣୀ କକ୍ଷରେ ପ୍ରଥମ ଶ୍ରେଣୀର ଆଦର୍ଶ ସ୍ଥାନୀୟ ଗ୍ରନ୍ଥ ପାଠ ହଉଥିବା କାରଣରୁ ସେଗୁଡା କ୍ଲାସିକ। ଏଗେନ୍ ପୁଣି କଣ ନା କ୍ଲାସିକ ଶବ୍ଦର ଅର୍ଥ ସର୍ବଶ୍ରେଷ୍ଠ ବା ଶ୍ରେଷ୍ଠ ମାନ ବିଶିଷ୍ଟ କୃତି ବୋଲି ଗ୍ରହଣ କରାଗଲା। ଏଥିରେ କଣ ନା ସାହିତ୍ୟ ବିକାଶର ଶ୍ରେଷ୍ଠ କାଳ ବୋଲି ଅନ୍ୟ ଅର୍ଥ ବି ଦେଖିବାକୁ ମିଳିଲା। ଜର୍ମାନ ହେଲା, ରୋମ ହେଲା, ସେ ଜାଗାରେ ସବୁ ଏଇ ସଂଜ୍ଞାର ସୂତ୍ରପାତ ହେଇଥିଲା। ଆଉ ଜର୍ମାନରେ କ୍ଲାସିଚ ବୋଲି ଶବ୍ଦ ବିଶିଷ୍ଟ ମାନେ ମାନ ବିଶିଷ୍ଟ ସାହିତ୍ୟ ବା ଗ୍ରନ୍ଥ ପାଇଁ ବ୍ୟବହାର କରାଗଲା ପିଲେ। ଆଉ ଏବେ ଯଦି ଆମେ ଦେଖିବା, ହାର୍ଭାର୍ଡ କ୍ଲାସିକ ଗ୍ରନ୍ଥମାଳାର ଆଭିମୁଖ୍ୟର ସମ୍ବାହକ ବୋଲି ମଧ୍ୟ ଆମେ କହିପାରିବା। ନେକ୍ସଟ, କ୍ଲାସିକ ହେଉଛି ପ୍ରାଚୀନତାର ଅନୁକୃତି। କ୍ଲାସିକର ଏତାଦୃଶ ସଂଜ୍ଞାଦାନ ପ୍ରାଚୀନ ଗ୍ରୀକ ଆଉ ରୋମ ସାହିତ୍ୟରେ ଦେଖିବାକୁ ମିଳିଲା। ତ ସେଇଥିରେ କଣ ରହିଲା ନା ପ୍ରଥମ ହଉଛି ବିଷୟବସ୍ତୁଗତ, ଦ୍ଵିତୀୟ ହଉଛି ଉପାଦାନଗତ ପିଲେ। ମାନେ ପ୍ରଥମ ହଉଛି ବିଷୟବସ୍ତୁ ଓ ଉପାଦାନଗତ, ତୃତୀୟଟା ହଉଛି ରଚନାର ଗଠନଗତ ଅନୁକରଣକୁ ବିଚାର କରିକି ଦେଖିବାକୁ ପାଆନ୍ତି ଆମେ। ତ ଏଇଠି କଣ କୁହାହେଲା ଆଉଥରେ ବୁଝ, ନା କ୍ଲାସିକ ହଉଛି ପ୍ରାଚୀନତାର ଅନୁକୃତି। ଅର୍ଥାତ ଗୋଟେ ପୁରୁଣା ଜିନିଷକୁ ଯଦି ଫଲୋ କରିକି ଆମେ କିଛି ଲେଖୁଛନ୍ତି ବା ଗୋଟେ ପୁରୁଣା ଜିନିଷକୁ ନେଇକି ଯଦି ଆମେ ଲେଖୁଛନ୍ତି, ତାହେଲେ ତାକୁ କ୍ଲାସିକ କୁହାଯାଇ ପାରିବ ବୋଲି ଏଠି କୁହାଯାଉଛି। ହେଲା, ତ ଏଇଠି ଯୋଉ କ୍ଲାସିକ କୁହାଯାଇ ପାରିବ ବୋଲି ମୁଁ ତମମାନଙ୍କୁ କହିଲି, ଆଉ ଥରେ କହୁଛି ବୁଝ ଭଲସେ। ଯେତେବେଳେ ଆମେ କଣ କୁହନ୍ତି ନା ଆମର କ୍ଲାସିକ ସାହିତ୍ୟ କଥା କହିବା,
ପ୍ରାଚୀନତାର ଅନୁକୃତି, ଏ ପ୍ରାଚୀନତାର ଅନୁକୃତି କେମିତି ହେଇପାରେ? ଗୋଟେ ହେଇପାରେ ଯେ ବିଷୟବସ୍ତୁ, ଯୋଉ ପ୍ରାଚୀନ ବିଷୟବସ୍ତୁ ରହିଛି, ଯୋଉ ପ୍ରାଚୀନ ଉପାଦାନ ଗୁଡାକ ରହିଛି, ତାକୁ ନେଇକି ସାହିତ୍ୟ ଲେଖିଲ, ସିଏ ହେଇଯିବ ଗୋଟେ ଧରଣର କ୍ଲାସିକ। ଆଉ ଗୋଟେ କଣ ନା, ରଚନାର ଗଠନଗତ ଅନୁକରଣକୁ ଯଦି ତମେ ଅନୁକରଣ କଲ, ତାକୁ ଗୋଟେ ଧରଣରେ ଆମେ କ୍ଲାସିକ ବୋଲି କହିପାରିବା। ଆଉ ଏଇ ଦୃଷ୍ଟିରୁ ଯଦି ଆମେ ବିଚାର କରିବା, ସେଇ ଯୋଉ ଇଲିୟଟଙ୍କର ମାନେ ୱେଷ୍ଟଲ୍ୟାଣ୍ଡ ହେଲା, ଜେମ୍ସ ଜଏସଙ୍କର ୟୁଲିସିସ୍ ହେଲା, ଏଇ ସବୁ ଗ୍ରନ୍ଥ ଗୁଡାକୁ ଆମେ ଗ୍ରହଣ କରିପାରିବା। ନେକ୍ସଟ, ରୋମାଣ୍ଟିକ ଚେତନାର ଯେତେବେଳେ ବିରୋଧ କରୁଛି ଗୋଟେ ସାହିତ୍ୟ, ତାକୁ କ୍ଲାସିକ ଚେତନା କୁହାଯିବ। ଏଇଟା ବି କୁହାଗଲା ପିଲେ ଆମର ଆଉ ଗୋଟେ ଗ୍ରନ୍ଥରେ, କଣ ନା ରୋମାଣ୍ଟିକ ଚେତନାର ଯଦି ବିରୋଧ ହଉଛି, ତାହେଲେ ତାକୁ ଆମେ କଣ ବୋଲି କହିବା? କ୍ଲାସିକ ବୋଲି କହିବା। ସ୍କ୍ରିନ ଭିଜିବଲ ଅଛି ପିଲେ ତମମାନଙ୍କୁ? ନାଇଁ ମ୍ୟାମ୍। ଗୋଟେ ମିନିଟ ରୁହ, କିଛି ଟିକେ ପ୍ରୋବ୍ଲେମ। ଏବେ ଭିଜିବଲ ଅଛି? ଆଜ୍ଞା ମ୍ୟାମ୍। ନେକ୍ସଟ ଦେଖ, ତ ଏଇଭଳି ଭାବରେ ଆମେ କଣ ଦେଖିଲେ ନା, ଆଉ ଗୋଟେ ଅର୍ଥ ଦେଖିବାକୁ ପାଇଲେ। ତାପର ଅର୍ଥ ରହିଲା କଣ ନା, ରୋମାଣ୍ଟିକ ଚେତନାର ବିରୋଧ ହେଉଛି କ୍ଲାସିକ ଚେତନା। ରୋମାଣ୍ଟିକ ଚେତନାର ବିରୋଧ କ୍ଲାସିକ ଚେତନା କଣ ପୁଣି ନା, ଯେତେବେଳେ ରୋମାଣ୍ଟିକ ଚେତନା କଥା ଆମେ କୁହନ୍ତି, ରୋମାଣ୍ଟିକ ଚେତନାରେ ପ୍ରକୃତି ପ୍ରାଣତା ହଉ କି ପ୍ରେମ ପ୍ରାୟ ସାହିତ୍ୟ କଥା କୁହାଯାଉ, କୌଣସି ଜିନିଷ ଯେତେବେଳେ ବର୍ଣ୍ଣନା କରାଯାଉଛି ପିଲେ, ସେଇ ଧରଣର ବର୍ଣ୍ଣନାର ଯଦି ବିରୋଧ କରିକି ଅନ୍ୟ କିଛି ବର୍ଣ୍ଣନା ହଉଛି, ତାହେଲେ ସିଏ ହଉଛି କ୍ଲାସିକ ଚେତନା। ଫ୍ରେଡରିକ ଉଇନ୍ସଲେଗଲ, ଯିଏକି କ୍ଲାସିକ ଆଉ ରୋମାଣ୍ଟିକ ଚେତନା ଭିତରେ ପାର୍ଥକ୍ୟକୁ ଦେଖି ପାରିଥିଲେ ପିଲେ। ଆଉ ସେ କହୁଥିଲେ ଯେ କ୍ଲାସିକ ଚେତନାର ଅସୀମ ଭାବତରଙ୍ଗ ଆଉ ଆବେଗ ଗୋଟେ ସୀମିତ ରୀତିରେ ପରିପ୍ରକାଶିତ ହେଇଥାଏ। ଆଉ କ୍ଲାସିକ କବି ସୀମିତ ପରିବେଶରେ ସ୍ୱୀୟ ଚିନ୍ତାଧାରାକୁ ରୂପ ଦିଏ, କିନ୍ତୁ ରୋମାଣ୍ଟିକ କବିର ଜଗତ ସ୍ୱତନ୍ତ୍ର। ସିଏ କଣ କରେ ନା, ନିଜ ଇଚ୍ଛା ଅନୁଯାୟୀ ନିଜର କାବ୍ୟ ନିୟମ ତିଆରି କରେ। ଆଉ ସେଇଥିପାଇଁ ତାର ଯୋଉ ଚିନ୍ତାଧାରାଟା, ସେଟା ଅନିରୁଦ୍ଧ, କୌଣସି ପ୍ରକାର ନିରୋଧତା ସାମ୍ନାରେ ରହେ ନାହିଁ, ଉଦ୍ଦାମ ହେଇଥାଏ ସିଏ। ଆଉ କ୍ଲାସିକ ଚିନ୍ତାଧାରାକୁ ସାହିତ୍ୟ ସୃଷ୍ଟିର ଗୋଟେ ବନ୍ଧ୍ୟା ପରିପ୍ରକାଶ ଆଉ ପୁଣି କୃତ୍ରିମ ଅନୁକୃତି ବୋଲି କହିବା ସ୍ଥଳେ, ରୋମାଣ୍ଟିକ ସୃଷ୍ଟିକୁ ସ୍ୱଭାବ ସିଦ୍ଧ ସୃଜନ ପ୍ରୟାସ ବୋଲି ମଧ୍ୟ କୁହାଯାଇଥାଏ। ଆଉ ଗୋଥେ, ଏବେ କହିଲି ଗୋଥେ ବାଗେଟେଙ୍କର ନା, ଯିଏକି କହିଥିଲେ ରୋମାଣ୍ଟିସିଜମ ଇଜ ଡିଜିଜ ଆଣ୍ଡ କ୍ଲାସିସିଜମ ଇଜ ହେଲ୍ଥ। କ୍ଲାସିକ ସାହିତ୍ୟ ଇତିହାସ କଥା ଯଦି ଆମେ ବିଚାର କରିବା, ଗୋଟେ କାଳବାଚୀ ଶବ୍ଦ ବୋଲି ଆମେ କହିପାରିବା, ହେଲା, ଗୋଟେ ସମୟକୁ ବୁଝାଏ। ବହୁ ବ୍ୟାଖ୍ୟା ବିଚାର ଯୋଉଟା କି ବର୍ଷ ବର୍ଷ ଧରିକି କରାଯାଇଛି, ସେଇଟା ଆମ ସାମ୍ନାରେ ପହଞ୍ଚେ। ଆଜି ପ୍ରାକ୍ତନ ସାହିତ୍ୟ ସମ୍ଭାରକୁ କ୍ଲାସିକ ନାଁରେ ମଧ୍ୟ ଅଭିହିତ କରାଯାଉଛି। ପୁରୁଣା ସାହିତ୍ୟ ଗୁଡାକୁ ଆମେ କ୍ଲାସିକ ବୋଲି କହି ଦଉଛନ୍ତି। ପୁଣି କିଛି ଯୁଗ ବା କିଛି ସାହିତ୍ୟରେ ଯୁଗ ବିଶେଷକୁ କ୍ଲାସିକ କାଳ ବୋଲି ମଧ୍ୟ ବିଶେଷିତ କରାଯାଇଥାଏ। ଯେମିତି ଫ୍ରାନ୍ସରେ, ଏବେ କହିଲି ଟିକେ ଆଗରୁ, 1660ରୁ 1700 ମସିହାରେ ଯୋଉ ସାହିତ୍ୟ କୃତି ରଚନା ହେଇଛି, ତାକୁ କ୍ଲାସିକ ଆଭିମୁଖ୍ୟର ଉତ୍ତରଣ ଦେଖାଯାଉଥିବା କାରଣରୁ ସେ ସମୟଟାକୁ ହିଁ କ୍ଲାସିକ ବୋଲି କୁହାଗଲା। ତ ଏ ରୂପରେ ଯଦି ଆମେ ଦେଖିବା, କ୍ଲାସିକ ର ବହୁ ଗୁଡାଏ ସଂଜ୍ଞା ଆମକୁ ଦେଖିବାକୁ ମିଳେ। କ୍ଲିୟର? ଆଉ ପୁରାତନ ସାହିତ୍ୟକୁ ସାଧାରଣତଃ କ୍ଲାସିକ ବା ଉଚ୍ଚାଙ୍ଗ ସାହିତ୍ୟ ବୋଲି କୁହାଯାଏ। ଆଉ ଏବେର ସମୟ କଥା ଯଦି ଆମେ କହିବା, ଯୋଉ ବ୍ରିଟାନିଆ ବିଶ୍ୱକୋଷ ପିଲେ, ସେଥିରେ ପ୍ରାଚୀନ ଗ୍ରୀକ ଆଉ ଲାଟିନ ସାହିତ୍ୟକୁ ଏହି ଆଖ୍ୟା ଦିଆଯାଇଛି। ସେମିତି ଦାନ୍ତେଙ୍କର ଡିଭାଇନ କମେଡିଆ ହେଲା, ବା ହୋମରଙ୍କର ଏଲିୟଡ ହେଲା, ଓଡେସି ହେଲା, ଏଇ ସବୁ ଏଇ ପର୍ଯ୍ୟାୟ ଅନ୍ତର୍ଭୁକ୍ତ। କହିଲି ଏବେ ଟିକେ ଆଗରୁ ହିଁ। ଦେନ୍ ଫ୍ରାଙ୍କ କେରମୁଡକୁ ଆମେ ଦେଖନ୍ତି ପିଲେ, ସିଏ ମତ ଦିଅନ୍ତି ଯେ ପୂର୍ବେ ଏକ ପୁସ୍ତକ ଯାହା ଲେଖା ହେବାର ବହୁ ଦିନ ପରେ ପଢା ହଉଥିଲା, ବହୁ ଦିନ ପରେ ପଢା ହେଉଥିଲା, ତାହାକୁ କ୍ଲାସିକ କୁହାଯାଏ। ତ ପୂର୍ବେ ଏକ ପୁସ୍ତକ ମାନେ ଏଟା କିଏ କହିଲେ ଆମର? ଇଏ ଫ୍ରାଙ୍କ କେରମୋଡ। ସେ କହିଲେ କଣ ନା, ଆଗରୁ ଯଦି ଗୋଟେ ବହି ଲେଖା ହେଇଛି ବହୁତ ଦିନ ହେଲା, ଆଉ ତାକୁ ଏବେ ବି ପଢା ହଉଛି, ତାହେଲେ ସିଏ ହଉଛି କ୍ଲାସିକ। ପୁଣି ଟିଏସ ଇଲିୟଟ କହିଲେ ଯେ, ମୋ ମତରେ ଇଂରାଜୀରେ କ୍ଲାସିକ ଯୁଗ ନାହିଁ, କିମ୍ବା ଆମର କେହି ଉଚ୍ଚାଙ୍ଗ କବି ନାହାନ୍ତି। ଠିକ ସେମିତି ହିଁ ଆହୁରି ଗୋଟେ ମତାମତ ପୋଏଟ୍ରି ଆଣ୍ଡ ପୋଏଟିକ୍ସ ରେ ଦେଖିବାକୁ ମିଳିଥାଏ ପିଲେ। କୁହାଯାଉଛି, ଦ ଟର୍ମ ୟୁଜ୍ଡ ଟୁ ଡୋନେଟ୍ ଗ୍ରେଟେଷ୍ଟ or standard works of literature or periods of eminent literary development। ତ ପୋଏଟ୍ରି ଆଣ୍ଡ ପୋଏଟିକ୍ସ ରେ କଣ କୁହାଗଲା
ନା ଯେତେବେଳେ ଆମେ କହିବା କୌଣସି କ୍ଲାସିକ ସାହିତ୍ୟ କଥା, ତାହେଲେ ଯଦି ଗ୍ରେଟେଷ୍ଟ ଆଉ ଷ୍ଟାଣ୍ଡାର୍ଡ ୱାର୍କସ୍ କିଛି ଅଛି, ସେଇ ସମୟଟାକୁ ହିଁ ଆମେ କଣ କୁହନ୍ତି ନା କ୍ଲାସିକ ବୋଲି କୁହନ୍ତି। ତା ସହିତ ଗୋଟେ ଏମିତି ସମୟ ଯୋଉ ସମୟରେ କି କିଛିଟା ଏମିନେଣ୍ଟ ଲିଟରାରୀ ଡେଭଲପମେଣ୍ଟ ହେଇଛି, ସାହିତ୍ୟରେ କିଛିଟା ଗୁରୁତ୍ୱପୂର୍ଣ୍ଣ ବିକାଶ ଘଟିଛି, ତାକୁ ଆମେ କଣ ବୋଲି କୁହନ୍ତି ନା କ୍ଲାସିକ ବୋଲି କୁହନ୍ତି। ନେକ୍ସଟ ଆମେ ଯଦି ଦେଖିବା ଏଇ ଯୋଉ ସଂଜ୍ଞା ଯୋଉଟା କି ଷୋଡଶ ଶତକର ଜର୍ମାନ ଆଉ ରୋମାନ ସାହିତ୍ୟ ପ୍ରତି ପ୍ରଯୁଜ୍ୟ ହେଇଥିଲା। ପୁଣି କାହା ମତରେ କ୍ଲାସିକାଲ ସର୍ବାପେକ୍ଷା ପୁଲକପ୍ରଦ ବୋଲି ମଧ୍ୟ କୁହାଯାଉଛି। ଏଇଥିରେ ହୃଦୟର ଆନନ୍ଦ ବୃତ୍ତି ପ୍ରତି ଅଧିକ ଧ୍ୟାନ ଦିଆ ହେଇଥାଏ। ଆଉ ପୁଣି ଶାଶ୍ୱତ ଦୃଷ୍ଟି ଯୋଉଟା କି କ୍ଲାସିକ ସାହିତ୍ୟର ମୁଖ୍ୟ ଲକ୍ଷଣ ବୋଲି କହିପାରିବା। ଏବେ ହିଁ କହିଲି ଶାଶ୍ୱତ ଦିଗଟା ସମ୍ପର୍କରେ। କଣ କହିଲି ଟିକେ କିଏ ମନେ ପକେଇବ? କଣ ବିଭାବ ଗୁଡାକ କହିଲି? ଉନ୍ନତ ମୂଲ୍ୟବୋଧ, ହୁଁ ସୁରୁଚିପୂର୍ଣ୍ଣ, ପ୍ରାଞ୍ଜଳତା, ପରିପକ୍ୱତା, ଗାମ୍ଭୀର୍ଯ୍ୟ ଭାବ ଆଉ ଶୃଙ୍ଖଳାବଦ୍ଧ। ହୁଁ। ଆଉ ଆଉ ଗୋଟେ ଦିଟା ମନେ ପଡିବ? ସାମଗ୍ରିକ ବ୍ୟକ୍ତି ଚେତନା ଅପେକ୍ଷା ସେ ସାମଗ୍ରିକ ଉନ୍ନତି ମାନେ ସାମଗ୍ରିକ ପ୍ରତି ସର୍ବସମନ୍ୱିତି, ସର୍ବସମନ୍ୱିତି। ଆଉ ଗୋଟେ କଣ? ଭାଗ ସଂହତି। ସଂହତି କଥା କହିଲେ, ଠିକ ଅଛି। ଇଣ୍ଟିଗ୍ରିଟି। ଆଉ ସେରେନ୍ ବିୟୁଟି କଥା କହିଲି, ସମାହିତ ସୌନ୍ଦର୍ଯ୍ୟ। ଆଜ୍ଞା ମ୍ୟାମ୍। ହଁ, ମନେ ରଖିବ ଯେହେତୁ ଏଇଠି କ୍ୱେଶ୍ଚିନ୍ ତିଆରି ହଉଛି ବୋଲି ସେଥିପାଇଁ ରିପିଟେଡଲି କହୁଛି। ଏଇଥିରୁ ଏଇ ଯୋଉ 6ଟା ପଏଣ୍ଟ କହିଲି କି 7ଟା ପଏଣ୍ଟ କହିଲି, ଏଥିରୁ ହିଁ ଦିଥର କ୍ୱେଶ୍ଚିନ୍ ତିଆରି ହେଲାଣି ଏବେ ଯାଏ, ତ ସେଥିପାଇଁ ଟିକେ ମନେ ରଖିବ। ନେକ୍ସଟ ଯଦି ଆମେ ଦେଖିବା ପିଲେ, ତାହେଲେ ଆଉ ଗୋଟେ ପଏଣ୍ଟ ଆମ ପାଖରେ କଣ ରହୁଛି? ଏଇ ଯୋଉ ଶାଶ୍ୱତ ଦୃଷ୍ଟି କଥା ହିଁ ସାହିତ୍ୟର ମୁଖ୍ୟ ଲକ୍ଷଣ ବୋଲି କୁହାହଉଛି। ଆଉ ଏହା ଉଦ୍ୟାନର ସୌନ୍ଦର୍ଯ୍ୟ ଭଳି ସ୍ୱତନ୍ତ୍ର ମହିମାରେ ବିକଶିତ। କିନ୍ତୁ ଟି.ଏସ୍. ଇଲିୟଟଙ୍କ ପରି ସମାଲୋଚକ ଗଣ କ୍ଲାସିକକୁ ଭିନ୍ନ ଦୃଷ୍ଟିକୋଣରୁ ବିଚାର କରନ୍ତି। କିଛିଙ୍କ ଅନୁଯାୟୀ କ୍ଲାସିକାଲ ସାହିତ୍ୟ ରୋମାଣ୍ଟିକ ସାହିତ୍ୟର ପୂର୍ବ ରୂପ। ଆଉ ଥରେ ବୁଝ, କିଛି ଆଲୋଚକ କହିଲେ ଯେ ଏଇ ଯୋଉ କ୍ଲାସିକାଲ ସାହିତ୍ୟ ରହୁଛି ଇଏ ରୋମାଣ୍ଟିକ ସାହିତ୍ୟର ପୂର୍ବ ରୂପ। ସେମିତି ଷ୍ଟେନ୍ଧଲ ବି କହିଲେ ଯେ ରୋମାଣ୍ଟିସିଜମ ଇନ୍ ଏନି ଟାଇମ୍ ଦ ଆର୍ଟ ଅଫ ଦ ଡେ, କ୍ଲାସିସିଜମ ଇଜ ଦ ଆର୍ଟ ଅଫ ଦ ଡେ ବିଫୋର। ଚାତୁର୍ଯ୍ୟ, ବିଚାରବୋଧ ଆଉ ପୌର ଚେତନା, ଏ ତିନିଟା ହଉଛି କ୍ଲାସିକର ଚାରିତ୍ରିକ ଲକ୍ଷଣ। ଏବେ ମୁଁ କହିଲି କଣ ବିଭାବ ସମ୍ପର୍କରେ, ସାହିତ୍ୟିକ ବିଭାବ, ଏଇଟା ହଉଛି ଚାରିତ୍ରିକ ଲକ୍ଷଣ। ଆଉ ଥରେ ମନେ ରଖ, କଣ? ୱିଟ୍, ରିଜନ ଆଣ୍ଡ ଅର୍ବାନିଟି, ଚାତୁର୍ଯ୍ୟ, ବିଚାରବୋଧ ଆଉ ପୌର ଚେତନା। ଆଉ ଆଧୁନିକତା ଆଉ କ୍ଲାସିକର ସମ୍ପର୍କ କଥା ଯଦି ଆମେ କହିବା, ଏଇ ସମ୍ପର୍କ ଅତି ନିବିଡ଼ ପିଲେ। ଏଲିୟଟ, ବାଥେସଙ୍କର ଆଧୁନିକ ଦୃଷ୍ଟିକୋଣ ସହିତ କ୍ଲାସିକର ସମ୍ପର୍କ ଆମକୁ ଦେଖିବାକୁ ମିଳିଥାଏ। ନେକ୍ସଟ, ବାଥେସ ଯାହାକୁ ଆଧୁନିକ କହନ୍ତି ତାହାକୁ ମୁଁ କୁହେ କ୍ଲାସିକ ବୋଲି ସିଏ କହିଛନ୍ତି ପିଲେ। ଦେନ୍ ସେ ଯାହାକୁ କ୍ଲାସିକ କହନ୍ତି, ମୁଁ ତାହାକୁ ମୃତ ବୋଲି କୁହେ। ତେବେ କ୍ଲାସିକର ଧ୍ୱଂସ ନାହିଁ, ଏହା ଜନମାନସରେ ଚିରଭାସ୍ୱର ବୋଲି କୁହାଉଛି। ଗୋଟେ କ୍ଲାସିକ ସାହିତ୍ୟ କଥା ଯଦି ଆମେ କହିବା, କ୍ଲାସିକ ସାହିତ୍ୟ କେତେବେଳେ କ୍ଲାସିକ ହବ? ଯେତେବେଳେ ତାର ଧ୍ୱଂସ ଆମକୁ ଦେଖିବାକୁ ମିଳିବ ନାହିଁ, ଚିର ଭାସ୍ୱର ଯଦି ରହୁଛି ସିଏ, ସେତେବେଳେ ତାକୁ କ୍ଲାସିକ କୁହାଯିବ। ଆଉ ଏଲିୟଟ କ୍ଲାସିକାଲ ମୁହୂର୍ତ୍ତର ପରିପ୍ରକାଶ ପାଇଁ ବୌଦ୍ଧିକ କ୍ଷେତ୍ରରେ ଅବଦାନ ସମ୍ପର୍କରେ ବି ଲେଖିଛନ୍ତି ପିଲେ। ସେ କହୁଛନ୍ତି କ୍ଲାସିକାଲ ମୁଭମେଣ୍ଟ ଏଜ ଏ ମୁଭମେଣ୍ଟ ଅଫ stasis when the creative impulse finds for a form which satisfy the best intellect of the time, a movement when a type is produced। ତ ଟାଇପ, ତ ମାନେ ଯେତେବେଳେ ଲୋକ ସାହିତ୍ୟ ପଢିବା ଆମେ, ଟାଇପ କଣ ମୋଟିଭ କଣ ବୁଝିବ ପିଲେ। ଏବେ ଖାଲି ସେ କହୁଛନ୍ତି ଗୋଟେ ଏମିତି ସମୟ ଯୋଉଠି କି ବା ଯୋଉ ସମୟରେ କି ଗୋଟେ ଟାଇପ ଲେଖା ସୃଷ୍ଟି ହବ। ଦେନ୍ CTSE ଲିଓ ସୋସିଆଲ କ୍ରିଟିସିଜମ, ସେଥିରେ ଏଟା ଲେଖା ହେଇଛି ପିଲେ। ଆଉ ଏ ସାହିତ୍ୟର ସୃଷ୍ଟି କିପରି ହେଲା ଏ ସମ୍ପର୍କରେ ଯଦି ଆମେ ଆଲୋଚନା ଚାହିଁବା, ତାହେଲେ ହ୍ୱାଟ ଇଜ କ୍ଲାସିକ ବହି ଲେଖା ହେଇଛି ପିଲେ T.S. ଏଲିୟଟଙ୍କର, ଯୋଉଥିରେ କି ସେ ମତ ଦଉଛନ୍ତି ଏ କ୍ଲାସିକ କ୍ୟାନ୍ ଓନ୍ଲି ଅକର when a civilization is mature, when a language and literature are mature, and it must be the work of the mature mind। ଏବେ କହିଲି ଯେ ଏଥିରେ ପରିପକ୍ୱତା ରହେ, ତ ଏଇଠି ସେଇ ଜିନିଷ ହିଁ କୁହାଯାଉଛି ଯେ ଗୋଟେ କ୍ଲାସିକ କେମିତି ରଚନା ହବ ନା ଗୋଟେ ଫର୍ମାଲ ଆମର ଗୋଟେ ଏମିତି ସମୟରେ ରଚନା ହେଇପାରିବ ଯୋଉ ସମୟରେ କି ସିଭିଲାଇଜେସନ କଣ ହେଇଛି, ମ୍ୟାଚର ହେଇଛି, ତା ସହିତ ଲାଙ୍ଗୁଏଜ ମ୍ୟାଚର ହେଇଯାଇଛି, ତା ସହିତ ମାନେ ଯୋଉ ଲୋକ ଲେଖୁଛି ତାର ମାଇଣ୍ଡ ମ୍ୟାଚର ଅଛି, ତାହେଲେ ଯାଇକି କଣ ହବ, ଗୋଟେ କ୍ଲାସିକ ସୃଷ୍ଟି ହେଇପାରିବ। ଆହୁରି ପୁଣି ଏଇଠି ଆଉ କଣ କୁହାଯାଉଛି ନା କ୍ଲାସିକ ସାହିତ୍ୟ ସୃଷ୍ଟି ପାଇଁ ସୁସଭ୍ୟ ସଭ୍ୟତାର ଉନ୍ନତ ଭାଷା ଆଉ ସାହିତ୍ୟ କେତେ ଦୂର ଦାୟୀ ସିଏ ଆମେ ଏଥିରୁ ଜାଣିପାରନ୍ତି।
ଆହୁରି ପୁଣି କ୍ଲାସିକ ସାହିତ୍ୟରେ ଜାତୀୟତାର ଭାବୋଚ୍ଛ୍ୱାସ ଗୁମ୍ଫିତ, ଏଇ ଯୋଉ ବିଭାବ ଗୁଡା କହିଲି ତା ଭିତରେ ଏଇ ଜାତୀୟତାକୁ ବି ତମେ ଯୋଡି ଦେଇ ପାରିବ ପିଲେ। ଜାତୀୟତାର ଭାବ ବି ଆମକୁ ଦେଖିବାକୁ ମିଳେ, ସେଠି ବ୍ୟକ୍ତି କୁହାଯାଏନି, ସେଠି ଜାତି କଥା କୁହାଯାଏ। ହେଲା, ତ ଏଇ ଯୋଉ ଜାତୀୟତା କଥା ମୁଁ ତମମାନଙ୍କୁ କହିଲି, ଏଇ ପରିପ୍ରେକ୍ଷୀରେ ଏଲିୟଟ ବି କହିଲେ ଦ କ୍ଲାସିକ ମଷ୍ଟ within its formal limitations express the maximum possible of the whole range of feelings which represents the character of the people who speaks that language। ମାନେ ଏଠି ସିମ୍ପଲି ଭାଷାରେ ଯଦି ମୁଁ କହିବି ପିଲେ, ତାହେଲେ କ୍ଲାସିକ ସେମିତି ହବା ଦରକାର, ବା କ୍ଲାସିକ ସେତେବେଳେ ହବ ଯେତେବେଳେ ଯୋଉ ଭାଷାରେ ତାକୁ ଲେଖା ହେଇଛି ସେଇ ଭାଷାଭାଷୀ ଲୋକଙ୍କର ଭିତରୁ ଗୋଟେ ବହୁତ ବଡ ଗ୍ରୁପ ବିଷୟରେ ସେ କହୁଥିବ। ଲାଇକ ଏବେ ଫକୀର ମୋହନଙ୍କର ଛମାଣ ଆଠ ଗୁଣ୍ଠ କଥା ଆମେ କହିବା ପିଲେ, ବହୁତ ସମୟରେ ଆମେ ତାକୁ କ୍ଲାସିକ ବୋଲି କୁହନ୍ତି। ତମାନେ ଟିକେ ଭାବିଲ ମ୍ୟାମ କ୍ଲାସିକ କାହିଁକି କୁହାଗଲା ତାକୁ? କ୍ଲାସିକ ତାକୁ କୁହାଯିବାର ରିଜନ ହିଁ ହଉଛି ଏଇଟା ଯେ ଏଇ ଯୋଉ ଆମର କ୍ଲାସିକ କଥା ଆମେ ଦେଖୁଛନ୍ତି, ସେଥିରେ କଣ ରହିଛି ନା ଓଡିଆ ଭାଷାଭାଷୀ ଲୋକଙ୍କ ଭିତରୁ ଗୋଟେ ବଡ କ୍ୟାଟେଗୋରୀ ପିଲେ। କିଏ ବଡ କ୍ୟାଟେଗୋରୀ? ନା ଓଡିଆ ଭାଷାଭାଷୀ ମାନଙ୍କ ଭିତରେ ଚାଷୀ, ମୂଲିଆ, ବାଇ, ଶୋଷିତ ବର୍ଗ ଗୋଟେ ସବୁଠୁ ବଡ କ୍ୟାଟେଗୋରୀଟେ। ତ ସେଇ ସମସ୍ତଙ୍କ ବିଷୟରେ ସେ କହୁଛି, ସେଇଥିପାଇଁ ହିଁ ତାକୁ କ୍ଲାସିକ ବୋଲି କୁହାଗଲା। ତ ସେମ ଜିନିଷ ହିଁ ସେ କହିଲେ ଯେ ଏମିତି ଗୋଟେ ଲେଖା ହବା ଦରକାର ଯିଏ କି କଣ କରିବ ନା ସେଇ ଭାଷାଭାଷୀ ଲୋକଙ୍କ ଭିତରୁ ଗୋଟେ ବହୁତ ବଡ ଗ୍ରୁପ ବିଷୟରେ କହୁଥିବ। ବୁଝିହେଲା କଣ କହିଲି ମୁଁ? ଆଜ୍ଞା ମ୍ୟାମ୍। ଗୁଡ୍। ନେକ୍ସଟ ଆହୁରି ଯଦି ଆମେ ଦେଖିବା କ୍ଲାସିକାଲ ସାହିତ୍ୟରେ ସାହିତ୍ୟିକର ଭୂମିକା ବିଷୟରେ ବି ଆମକୁ ଦେଖିବାକୁ ମିଳେ ପିଲେ। ସେ କହୁଛନ୍ତି ଦ ୱାର୍ଡ କ୍ଲାସିକ ମୋରଲି ଟୁ ମିନ୍ ଏ ଷ୍ଟାଣ୍ଡାର୍ଡ ଅଥର ଇନ୍ ଏନି ଲାଙ୍ଗୁଏଜ ୟୁଜିଂ ଇଟ୍ ମେରିଲିୟନ indication of the greatness or the permanence and importance of the writer of his own field। ତ ଏଇଠି ବି ବେସିକାଲି କଣ କୁହାଉଛି ନା ଏଇ ଯୋଉ କ୍ଲାସିକ କଥା କୁହାଉଛି କାହାକୁ କୁହାଯିବ ନା ଗୋଟେ ଷ୍ଟାଣ୍ଡାର୍ଡ ଅଥର କୁ କୁହାଯିବ, କୋଉ ବି ଗୋଟେ ଲାଙ୍ଗୁଏଜ ର, କୋଉ ବି ଗୋଟେ ସମୟର। ଗୋଟେ ସମୟର ଗୋଟେ ଲାଙ୍ଗୁଏଜ ରେ ଥିବା ଗ୍ରେଟ ଲୋକ, ଗ୍ରେଟ ଲେଖା ସମ୍ପର୍କରେ ଏଠି କୁହାଯାଉଛି। ତେବେ ଏଇଭଳି ଭାବରେ ଯଦି ଆମେ ଦେଖିବା, ତାହେଲେ କ୍ଲାସିକାଲ ଶବ୍ଦଟା କଳା ସାହିତ୍ୟରେ ଉଚ୍ଚ ଶ୍ରେଣୀକୁ ବୁଝାଏ ବୋଲି ଆମେ କହିପାରିବା। ଆଉ ଗୋଟେ ଉତ୍କୃଷ୍ଟ ବୌଦ୍ଧିକ ଚେତନା ବିଶିଷ୍ଟ ଇଏ ହଉଛି ଲେଖା। କ୍ଲାସିକ ସାହିତ୍ୟ କଳାକୃତି ଦୃଷ୍ଟିରୁ ଯଦି ଆମେ ବିଚାର କରିପାରିବା, ତାହେଲେ କାଳଜୟୀ ଆଉ ରସ ସଞ୍ଚାର ଦୃଷ୍ଟିରୁ ନିତ୍ୟ ନୂତନ ବୋଲି କୁହାଯାଇଥାଏ ପିଲେ। ଆଉ ସାହିତ୍ୟରେ ଜାତୀୟ ବିବେକ, ପାରମ୍ପରିକ ମନୋବୃତ୍ତି, ଶାସ୍ତ୍ରୀୟତାର ସ୍ୱାକ୍ଷର ବହନ କରିଥାଏ। ପୁଣି କ୍ରୋଚେଙ୍କ ଅନୁଯାୟୀ କ୍ଲାସିସିଜମ ଭଲ ପାଏ କଣ? ଶାନ୍ତ ଆତ୍ମା, ବିଜ୍ଞ ପରିକଳ୍ପନା, ଆଉ ପୁଣି କଣ ରହିଛି ନା ଆମର ଗୋଟେ ବିଜ୍ଞ ପରିକଳ୍ପନା ପରେ ପରେ ଆମେ ଦେଖିବାକୁ ପାଆନ୍ତି ବୈଶିଷ୍ଟ୍ୟପୂର୍ଣ୍ଣ, ସ୍ପଷ୍ଟାକାର, ସୁଚିନ୍ତିତ, ସୁସାମଞ୍ଜସ୍ୟ, ସୁପରିସ୍ଫୁଟ ମୂର୍ତ୍ତି। ତେବେ ଏଇ ଯୋଉ ଆମେ ଦେଖିଲେ ପିଲେ କଣ କ୍ଲାସିକ ସାହିତ୍ୟ, ଏ କ୍ଲାସିକ ସାହିତ୍ୟର ଲକ୍ଷଣ ଆଧାରରେ ଯଦି ବିଚାର କରିବା, ଆମେ ଓଡିଆ ସାହିତ୍ୟରେ କିଛିଟା କ୍ଲାସିକ ସାହିତ୍ୟ ବିଷୟରେ ମଧ୍ୟ ଜାଣିବାକୁ କ୍ଲିୟର। ତ ମତେ ଟିକେ କୁହ, କିଏ କହିପାରିବ ଏଇ ଯୋଉ ଓଡିଆ ସାହିତ୍ୟରେ କ୍ଲାସିକ ସୃଷ୍ଟି କଥା କଣ କଣ ଅଛି? ଓଡିଆ ସାହିତ୍ୟର କ୍ଲାସିକ ସୃଷ୍ଟି କିଏ କହିପାରିବ ମତେ? ମ୍ୟାମ୍ ଶାରଳା ଦାସଙ୍କ ମହାଭାରତ, ଜଗନ୍ନାଥ ଦାସଙ୍କ ଭାଗବତ, ଆଉ ଆଉ ସୁରେନ୍ଦ୍ର ମହାନ୍ତିଙ୍କର ନୀଳ ଶୈଳ ନୀଳାଦ୍ରି ବିଜୟ। ଆଚ୍ଛା। ହୁଁ, ହଉ। ମତେ ଟିକେ କହିଲ କାହିଁକି କହିପାରିବ ଏଗୁଡାକ କ୍ଲାସିକ ବୋଲି? ସୁରେନ୍ଦ୍ର ମହାନ୍ତିଙ୍କର ଯୋଉ ରହିଛି ନୀଳଶୈଳ ନୀଳାଦ୍ରି ବିଜୟ, ସେଠି ଆମ ଉତ୍କଳର କିମ୍ବଦନ୍ତୀ ଆଉ ପରମ୍ପରା ବିଷୟରେ ଯେହେତୁ ମାନେ ଲେଖିଛନ୍ତି, ସେଥିପାଇଁ ତାକୁ କ୍ଲାସିକ କୁହାଯାଇ ପାରିବ। ଆଚ୍ଛା, ସେଇଥିପାଇଁ ତାକୁ କ୍ଲାସିକ କୁହାଯାଇ ପାରିବ ନାଇଁ। ହଉ, ଠିକ ଅଛି। ତ ଦେଖ, ଏବେ ଆମେ ଦେଖିବା ଆମର ଓଡିଆ ସାହିତ୍ୟରେ କିଛିଟା କ୍ଲାସିକ ସମ୍ପର୍କରେ।